ଆସନ୍ତୁ ମୋ ସହିତ ଇତିହାସର ସେହି ଗୌରବମୟ ପୃଷ୍ଠାକୁ ଯାତ୍ରା କରନ୍ତୁ ଯେଉଁଠାରେ ଲିପିବଦ୍ଧ ହୋଇଛି ମରାଠା ସାମ୍ରାଜ୍ୟର ମୂଳଦୁଆ ସ୍ଥାପନ କରିଥିବା ମହାନ ଛତ୍ରପତି ଶିବାଜୀ ମହାରାଜଙ୍କ ଅବିଶ୍ୱସନୀୟ ଗାଥା। ଜାଣିଲେ, ଏହା କେବଳ ଜଣେ ରାଜାଙ୍କ କାହାଣୀ ନୁହେଁ, ବରଂ ଏହା ହେଉଛି ଏକ ସ୍ୱପ୍ନ, ସ୍ୱରାଜ୍ୟର ସ୍ୱପ୍ନକୁ ଏକ ବିଶାଳ ସାମ୍ରାଜ୍ୟରେ ପରିଣତ କରିବାର କାହାଣୀ। ଏହି ଶବ୍ଦଗୁଡ଼ିକୁ ଟିକେ ଦେଖନ୍ତୁ। 1665 ମସିହାରେ ମୋଗଲ ସେନାପତି ଜୟସିଂଙ୍କୁ ଏହା ନିଜେ ମହାରାଜ କହିଥିଲେ। ଆଶ୍ଚର୍ଯ୍ୟ ଲାଗୁଛି ନା, ଜଣେ ଅଦମ୍ୟ ଯୋଦ୍ଧାଙ୍କ ମୁଖରୁ ଏପରି ବିନମ୍ର ଶବ୍ଦ। କିନ୍ତୁ ଭୁଲ ବୁଝିବେନି, ଏହା ଦୁର୍ବଳତାର ଚିହ୍ନ ଆଦୌ ନଥିଲା। ଏହା ଥିଲା ଶତ୍ରୁକୁ ଭ୍ରମରେ ପକାଇବା ପାଇଁ ଏକ ଚତୁର କୂଟନୈତିକ ଚାଲ, ଯାହା ତାଙ୍କର ଅସାଧାରଣ ରାଜନୈତିକ ବୁଦ୍ଧିର ପରିଚୟ ଦେଉଥିଲା। ଆମର ଏହି କାହାଣୀ ଆରମ୍ଭ ହେଉଛି ସପ୍ତଦଶ ଶତାବ୍ଦୀର ସେହି ଅସ୍ଥିର ଦାକ୍ଷିଣାତ୍ୟରୁ। କଳ୍ପନା କରନ୍ତୁ ଏକ ଏପରି ଭୂମି ଯାହା ଶକ୍ତିଶାଳୀ ସୁଲତାନ ଏବଂ ବିଶାଳ ମୁଗଲ ସାମ୍ରାଜ୍ୟ ମଧ୍ୟରେ ଖଣ୍ଡବିଖଣ୍ଡିତ ହୋଇପଡ଼ିଥିଲା। ଆଉ ଠିକ୍ ଏହି ରାଜନୈତିକ ଅରାଜକତା ଭିତରେ ହିଁ ସ୍ୱରାଜ୍ୟର ଏକ ଛୋଟ ମଞ୍ଜି ଅଙ୍କୁରିତ ହେଉଥିଲା। ଶିବାଜୀଙ୍କ ଜନ୍ମ ହୋଇଥିଲା ଜଣେ ଜାଗିରଦାରଙ୍କ ପୁତ୍ର ଭାବରେ, ଅର୍ଥାତ୍ ବିଜାପୁର ସୁଲତାନଙ୍କ ଅଧୀନରେ ଥିବା ଜଣେ ସାମନ୍ତ। କିନ୍ତୁ ତାଙ୍କର ଦୃଷ୍ଟିକୋଣ ସେହି ଛୋଟ ଜାଗିର ଭିତରେ ସୀମିତ ଥିଲା? ଆଦୌ ନୁହେଁ। ତାଙ୍କର ଲକ୍ଷ୍ୟ ଥିଲା ବହୁତ ବଡ଼, ଏକ ସାର୍ବଭୌମ ସ୍ୱରାଜ୍ୟ ଯେଉଁଠି ମରାଠାମାନେ ନିଜ ଭାଗ୍ୟର ନିୟନ୍ତ୍ରକ ନିଜେ ହେବେ। ତେବେ ଏତେ ବଡ଼ ସ୍ୱପ୍ନର ମୂଳଦୁଆ ପଡ଼ିଥିଲା କେଉଁଠି? ଏହାର ଉତ୍ସ ଥିଲେ ତାଙ୍କ ମାତା, ସ୍ୱୟଂ ବୀରମାତା ଜିଜାବାଇ। ସେ ନିଜର ଗୌରବମୟ ଯାଦବ ବଂଶର ଉତ୍ତରାଧିକାରକୁ କେବେ ହେଲେ ଭୁଲି ନଥିଲେ। ଆଉ ସେ ହିଁ ଶିଶୁ ଶିବାଜୀଙ୍କ ହୃଦୟରେ ଏକ ସାର୍ବଭୌମ ହିନ୍ଦୁ ରାଜ୍ୟ ସ୍ଥାପନାର ସେହି ଅଗ୍ନିକୁ ପ୍ରଜ୍ୱଳିତ କରିଥିଲେ। ଆସନ୍ତୁ ଏବେ ଶିବାଜୀଙ୍କ ସାମରିକ ପ୍ରତିଭାର ଗଭୀରତାକୁ ବୁଝିବା। ସେ କେମିତି ବିଶାଳ ଶକ୍ତିଶାଳୀ ସାମ୍ରାଜ୍ୟଗୁଡ଼ିକୁ ଚକମା ଦେଇପାରୁଥିଲେ? ଉତ୍ତର ଥିଲା ତାଙ୍କ ନିଜସ୍ୱ ଶୈଳୀ, ପର୍ବତ ସିଂହର ମାର୍ଗ। ଜାଣନ୍ତି, ମୋଗଲ ସମ୍ରାଟ ଔରଙ୍ଗଜେବ ତାଙ୍କୁ ଘୃଣାରେ ପାହାଡ଼ି ମୂଷା ବୋଲି କହୁଥିଲେ। କିନ୍ତୁ ସତ କହିବାକୁ ଗଲେ ଏହି ଅପମାନ ଭିତରେ ହିଁ ତାଙ୍କ ରଣକୌଶଳର ସଫଳତା ଲୁଚି ରହିଥିଲା। ଏହା ହିଁ ପ୍ରମାଣ କରୁଥିଲା ଯେ ତାଙ୍କର ଅପାରମ୍ପରିକ ଯୁଦ୍ଧନୀତି ବଡ଼ ବଡ଼ ଶତ୍ରୁଙ୍କୁ କେମିତି ଅସହାୟ କରିଦେଉଥିଲା। ତାଙ୍କର ଏହି ଅଦ୍ଭୁତ କୌଶଳର ନାଁ ଥିଲା ଗନିମି କାୱା, ଯାହାକୁ ଆମେ ଗରିଲା ଯୁଦ୍ଧ କହିପାରିବା। ମୋଗଲମାନଙ୍କର ଭାରି ଧୀରଗତିର ସେନା ପାଇଁ ଏହା ଥିଲା ଏକ ସିଧାସଳଖ ଜବାବ। ଏହାର ମୂଳମନ୍ତ୍ର ଥିଲା ତିନୋଟି ଜିନିଷ: ଗତି, ଆକସ୍ମିକ ଆକ୍ରମଣ ଏବଂ ସହ୍ୟାଦ୍ରି ପର୍ବତମାଳାର ଭୂଗୋଳକୁ ନିଜର ସବୁଠାରୁ ବଡ଼ ଅସ୍ତ୍ର ଭାବରେ ବ୍ୟବହାର କରିବା। ଏହି ରଣନୀତି ଚାରୋଟି ସୁଚିନ୍ତିତ ସ୍ତମ୍ଭ ଉପରେ ଠିଆ ହୋଇଥିଲା। ଦେଖନ୍ତୁ, ପ୍ରଥମେ ଶତ୍ରୁକୁ ଛଳନା କରି ଦୁର୍ଗମ ପାହାଡ଼ିଆ ଅଞ୍ଚଳକୁ ଟାଣି ଆଣିବା। ଦ୍ୱିତୀୟରେ ସେମାନଙ୍କ ଖାଦ୍ୟପେୟ ଓ ଅସ୍ତ୍ରଶସ୍ତ୍ରର ଯୋଗାଣ ଲାଇନକୁ କାଟିଦେବା। ତୃତୀୟରେ ବିଜୁଳି ବେଗରେ ଆକ୍ରମଣ କରିବା। ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଚତୁର୍ଥ ପଦକ୍ଷେପ ହେଉଛି ଶତ୍ରୁ କିଛି ବୁଝିବା ପୂର୍ବରୁ ସୁରକ୍ଷିତ ଭାବରେ ନିଜ ଦୁର୍ଗକୁ ଫେରିଆସିବା। ଏଠାରେ ଆମେ ସେହି ଯୁଗର ଦୁଇଟି ସାମରିକ ଶୈଳୀ ମଧ୍ୟରେ ଥିବା ବିରାଟ ପାର୍ଥକ୍ୟକୁ ଦେଖିପାରିବା। ଗୋଟିଏ ପଟେ ଥିଲା ମୋଗଲମାନଙ୍କର ହାତୀ ଭଳି ବିଶାଳ କିନ୍ତୁ ଧୀର ସେନା, ଆଉ ଅନ୍ୟପଟେ ମରାଠାମାନଙ୍କର ଚିତାବାଘା ଭଳି ଦ୍ରୁତ ଏବଂ ଚତୁର ବାହିନୀ। ଏହା ଏକ ଅସମାନ ଯୁଦ୍ଧ ପରି ଲାଗୁଥିଲା, କିନ୍ତୁ ଶେଷରେ ବୁଦ୍ଧି ହିଁ ବଳ ଉପରେ ବିଜୟ ଲାଭ କଲା। ମହାରାଜଙ୍କ ପ୍ରକୃତ ଶକ୍ତିର କେନ୍ଦ୍ର ଥିଲା ତାଙ୍କର ସେହି ପାହାଡ଼ି ଦୁର୍ଗଗୁଡ଼ିକର ଅଭେଦ୍ୟ ନେଟୱାର୍କ। ସେଗୁଡ଼ିକ କେବଳ ସୁରକ୍ଷା କବଚ ନଥିଲେ, ବରଂ ଆକ୍ରମଣ ପାଇଁ ଲଞ୍ଚପ୍ୟାଡ୍, ଯୋଗାଯୋଗ କେନ୍ଦ୍ର ଏବଂ ସମ୍ବଳର ଭଣ୍ଡାର ଥିଲେ। ଆଉ ତାଙ୍କର ପ୍ରଶାସନିକ ବୁଦ୍ଧି ଦେଖନ୍ତୁ। ବିଶ୍ୱାସଘାତକତା ରୋକିବା ପାଇଁ ସେ ପ୍ରତ୍ୟେକ ଦୁର୍ଗରେ ସମାନ ପଦବୀର 3 ଜଣ ଅଧିକାରୀଙ୍କୁ ନିଯୁକ୍ତ କରୁଥିଲେ। ଏହାର ସବୁଠୁ ବଡ଼ ଉଦାହରଣ ହେଉଛି 1659 ମସିହାର ପ୍ରତାପଗଡ଼ର ଐତିହାସିକ ଯୁଦ୍ଧ। ସେଠାରେ ଶକ୍ତିଶାଳୀ ସେନାପତି ଆଫଜଲ ଖାନଙ୍କୁ ହରାଇବା ପାଇଁ ମହାରାଜ କିପରି ଛଳନା, ଗୁପ୍ତଚର ଏବଂ ନିଜର ଅସୀମ ସାହସର ଅପୂର୍ବ ମିଶ୍ରଣ କରିଥିଲେ, ତାହା ଇତିହାସରେ ସବୁଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ସାମରିକ ବିଜୟ ତ ହାସଲ ହେଲା, କିନ୍ତୁ ଏବେ ଆବଶ୍ୟକ ଥିଲା ଏକ ବୈଧ ସାର୍ବଭୌମ ରାଜ୍ୟ ସ୍ଥାପନା କରିବାର। ତେଣୁ ଆସନ୍ତୁ ଏବେ ତାଙ୍କର ଜଣେ ବିଦ୍ରୋହୀରୁ ଜଣେ ରାଜା ହେବାର ରାଜନୈତିକ ଯାତ୍ରାକୁ ଦେଖିବା। ଗୋଟିଏ ପ୍ରଶ୍ନ ମନକୁ ଆସେ, ସେ ତ ପ୍ରକୃତିରେ ଶାସକ ଥିଲେ, ତେବେ ଏକ ଆନୁଷ୍ଠାନିକ ରାଜ୍ୟାଭିଷେକ କାହିଁକି ଏତେ ଜରୁରୀ ଥିଲା? କାରଣ ଏହା ବିନା ସେ କେବଳ ଜଣେ ମୁଗଲ ଜମିଦାର କିମ୍ବା ବିଜାପୁରୀ ଜାଗିରଦାରଙ୍କ ପୁଅ ଭାବରେ ଗଣାଯାଉଥିଲେ। ରାଜ୍ୟାଭିଷେକ ହିଁ ତାଙ୍କୁ ଅନ୍ୟ ରାଜାମାନଙ୍କ ସହ ସମାନ ସ୍ତରରେ ବୁଝାମଣା କରିବାର ଆଇନଗତ ମାନ୍ୟତା ଦେଇଥାନ୍ତା। କିନ୍ତୁ ରାଜସିଂହାସନର ରାସ୍ତା ସହଜ ନଥିଲା। ତାଙ୍କୁ ଅନେକ ରାଜନୈତିକ ଏବଂ ଧାର୍ମିକ ଜଟିଳତାର ସାମ୍ନା କରିବାକୁ ପଡ଼ିଥିଲା। ଏଥିପାଇଁ ତାଙ୍କୁ ଦୁଇ ଥର ରାଜ୍ୟାଭିଷେକ ସମାରୋହର ଆୟୋଜନ କରିବାକୁ ପଡ଼ିଲା,
ଯାହା ତାଙ୍କର ଅସାଧାରଣ କୂଟନୈତିକ ଦକ୍ଷତାର ପରିଚୟ ଦେଇଥାଏ। ରାଜ୍ୟାଭିଷେକ ପରେ ସେ ଛତ୍ରପତି ଅର୍ଥାତ୍ ସାର୍ବଭୌମ ଶାସକ, ଶକକର୍ତ୍ତା ଅର୍ଥାତ୍ ଏକ ନୂଆ ଯୁଗର ପ୍ରତିଷ୍ଠାତା ଏବଂ ହୈନ୍ଦବ ଧର୍ମୋଦ୍ଧାରକ ଅର୍ଥାତ୍ ହିନ୍ଦୁ ଧର୍ମର ରକ୍ଷକ ଭଳି ଉପାଧି ଗ୍ରହଣ କଲେ। ଏହି ସଂସ୍କୃତ ଉପାଧିଗୁଡ଼ିକ କେବଳ ଶବ୍ଦ ନଥିଲା, ଏଗୁଡ଼ିକ ଥିଲା ଏକ ନୂଆ ସାର୍ବଭୌମ ଶାସନର ଘୋଷଣାପତ୍ର। ଏପରିକି ତାଙ୍କର ରାଜକୀୟ ମୋହର ମଧ୍ୟ ସେହି ସମୟର ପ୍ରଚଳିତ ପାର୍ସୀ ଭାଷାରେ ନୁହେଁ ବରଂ ସଂସ୍କୃତରେ ଖୋଦିତ ହୋଇଥିଲା, ଆଉ ସେଥିରେ ସ୍ପଷ୍ଟ ଭାବେ ଲେଖାଥିଲା ଯେ ଏହା ଲୋକଙ୍କର କଲ୍ୟାଣ ପାଇଁ ଉଦ୍ଦିଷ୍ଟ। ମରାଠୀ ଓ ସଂସ୍କୃତକୁ ପ୍ରୋତ୍ସାହନ ଦେବା ଏକ ନୂଆ ସାଂସ୍କୃତିକ ପରିଚୟ ସୃଷ୍ଟି କରିବାର ଏକ ସୁଚିନ୍ତିତ ପଦକ୍ଷେପ ଥିଲା। ଶିବାଜୀ କେବଳ ଜଣେ ଅପରାଜ୍ୟ ଯୋଦ୍ଧା ନଥିଲେ, ସେ ଥିଲେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ରାଷ୍ଟ୍ର ନିର୍ମାତା। ତେବେ ଆସନ୍ତୁ ତାଙ୍କଦ୍ୱାରା ନିର୍ମିତ ସୁଦୃଢ଼ ପ୍ରଶାସନର ସ୍ଥାପତ୍ୟକୁ ଟିକେ ଦେଖିବା। ସେ ଅଷ୍ଟପ୍ରଧାନ ମଣ୍ଡଳ ନାମରେ 8 ଜଣ ମନ୍ତ୍ରୀଙ୍କର ଏକ ପରିଷଦ ଗଠନ କରିଥିଲେ। ଏହି ପରିଷଦ ରାଜସ୍ୱ, ନ୍ୟାୟ, ପ୍ରତିରକ୍ଷା ଏବଂ ବୈଦେଶିକ ନୀତି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳୁଥିଲା। ଏହି ସୁବ୍ୟବସ୍ଥିତ ପରିଷଦ ହିଁ ଏକ ଦକ୍ଷ ଶାସନର ମୂଳଦୁଆ ସ୍ଥାପନ କରିଥିଲା। ତାଙ୍କ ପ୍ରଶାସନର ସବୁଠୁ ବଡ଼ ବିଶେଷତ୍ୱ ଥିଲା ଏହାର ସମାବେଶୀ ଚରିତ୍ର। ସେଠାରେ ପଦବୀ, ଧର୍ମ କିମ୍ବା ଜାତି ଆଧାରରେ ନୁହେଁ ବରଂ କେବଳ ଯୋଗ୍ୟତା ଆଧାରରେ ଦିଆଯାଉଥିଲା। ଏହା ସେହି ସମୟ ପାଇଁ ଏକ ବୈପ୍ଳବିକ ପଦକ୍ଷେପ ଥିଲା, ଯେଉଁଠି ମରାଠା, ବ୍ରାହ୍ମଣ, ମୁସଲମାନ ଏପରିକି ୟୁରୋପୀୟମାନେ ମଧ୍ୟ ରାଜ୍ୟର ସେବାରେ ନିୟୁକ୍ତ ଥିଲେ। ତାଙ୍କର ଶାସନ ନୀତି ବହୁତ ଦୂରଦୃଷ୍ଟି ସମ୍ପନ୍ନ ଥିଲା। ସେ କୃଷକମାନଙ୍କ ଉପରୁ ଅତ୍ୟଧିକ କରର ବୋଝ ହଟାଇ ରାଜସ୍ୱ ଆଦାୟ ପ୍ରଣାଳୀରେ ସୁଧାର ଆଣିଲେ। ସେ ସବୁ ଧର୍ମ ପ୍ରତି ସହିଷ୍ଣୁ ଥିଲେ ଏବଂ ସ୍ଥାନୀୟ ପରମ୍ପରାକୁ ସମ୍ମାନ ଦେଉଥିଲେ, ଯାହା ତାଙ୍କ ରାଜ୍ୟରେ ଏକତା ଏବଂ ସଦ୍ଭାବନା ସୃଷ୍ଟି କରୁଥିଲା। ବର୍ତ୍ତମାନ ଆମେ ଆମର ଏହି ବିବରଣୀର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛେ। ଆସନ୍ତୁ ଦେଖିବା ଛତ୍ରପତି ଶିବାଜୀ ମହାରାଜଙ୍କ ଶାସନର ଦୀର୍ଘକାଳୀନ ପ୍ରଭାବ କ'ଣ ଥିଲା ଏବଂ ସେ କିପରି ଏକ ସାମ୍ରାଜ୍ୟର ମୂଳଦୁଆ ପକାଇଥିଲେ, ଯାହା ଶହ ଶହ ବର୍ଷ ତିଷ୍ଠି ରହିଲା। ଗୋଟିଏ କଥା ମନେ ରଖିବା ନିହାତି ଜରୁରୀ, ଶିବାଜୀଙ୍କର ସଫଳତା କେବଳ ତାଙ୍କର ଖଣ୍ଡାରେ ନଥିଲା, ତାଙ୍କର କୂଟନୀତି ମଧ୍ୟ ସେତିକି ତୀକ୍ଷ୍ଣ ଥିଲା। ସେ ମୋଗଲ ସାମ୍ରାଜ୍ୟ, ବିଜାପୁର ଏବଂ ଗୋଲକୋଣ୍ଡାର ଜଟିଳ ରାଜନୈତିକ ଚକ୍ରଭ୍ୟୂରେ ଜଣେ କୁଶଳ ଖେଳାଳି ଭରି ନିଜର ରାସ୍ତା ତିଆରି କରିଥିଲେ, କେତେବେଳେ ମେଣ୍ଟ କରି ତ କେତେବେଳେ ସଂଘର୍ଷ କରି। ତାଙ୍କ ଦ୍ୱାରା ସ୍ଥାପିତ ପ୍ରଶାସନିକ ଓ ସାମରିକ ଢାଞ୍ଚା କେବଳ ତାଙ୍କ ଜୀବନକାଳରେ ସୀମିତ ନଥିଲା, ବରଂ ପରବର୍ତ୍ତୀ ଶତାବ୍ଦୀ ପାଇଁ ଏକ ମାର୍ଗଦର୍ଶକ ପାଲଟିଥିଲା। ସେ ଦାକ୍ଷିଣାତ୍ୟରେ ଏକ ଏଭଳି ନୂଆ ଶକ୍ତି କେନ୍ଦ୍ର ସ୍ଥାପନ କଲେ ଯାହା ସମଗ୍ର ଭାରତର ଇତିହାସର ଗତିପଥକୁ ବଦଳାଇ ଦେଇଥିଲା। ତେବେ ଶେଷରେ ପ୍ରଶ୍ନ ଉଠେ, ଇତିହାସ ସେହି ମହାପୁରୁଷଙ୍କୁ କିପରି ମନେ ରଖିବା ଉଚିତ ଯିଏ ଏକ ସ୍ୱପ୍ନରୁ ସାମ୍ରାଜ୍ୟ ଗଢ଼ିଥିଲେ? ଜଣେ ବିଦ୍ରୋହୀ, ଜଣେ ରାଜା ନା ଜଣେ ରାଷ୍ଟ୍ର ନିର୍ମାତା? ବୋଧହୁଏ ଏହି ପ୍ରଶ୍ନର ଉତ୍ତର ଗୋଟିଏ ଶବ୍ଦରେ ଦେବା ସମ୍ଭବ ନୁହେଁ, କାରଣ ସେ ଏକାଧାରରେ ଏହି ସମସ୍ତ ଭୂମିକାକୁ ନିଖୁଣ ଭାବରେ ନିର୍ବାହ କରିଥିଲେ। ତାଙ୍କର ଗାଥା ହିଁ ଭାରତ ଇତିହାସର ଏକ ଅବିସ୍ମରଣୀୟ ଅଧ୍ୟାୟ।